जय जगन्नाथ 11 मार्च रे बृहस्पति चलन होई बृहस्पति चलन में 12 राशि व्यक्ति विशेष मैंने कौन करेंगे जहाद्वारा बृहस्पति शुभ दृष्टि आपण मानी तो निहाती आपण घरे टी हलदिया खेचड़ी करता परिवार लोक समस्ते मिलमिशि खातु जहाद्वारा बृहस्पति शुभ दृष्टि पड़ो। द्वितीयत हूँ पाचिला कदली आपण किसी चोपा सह से कदली को गरीब असहाय मानक मंदिर बसी लोक मानक गोटे गोटे कदली आप दिंतु सकाଳେ ଆପଣ ସ୍ନାନ କଲା ବେଳେ ଆପଣଙ୍କ ପାଣିରେ ଟିକେ ହଳଦୀ ବ୍ୟବହାର ନିହାତି ଭାବରେ କରନ୍ତୁ। ତ ସହିତ କଦଳୀ ଗଛରେ ଆପଣ ହଳଦୀ ଟିକେ ପାଣି କରି ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ପିଲା ଯଦି ପାଠ ନ ପଢୁଛି ତା ହାତରେ ଯଦି ହଳଦୀ ପାଣି ଆପଣ କଦଳୀ ଗଛରେ ଦେଉଛନ୍ତି ବୃହସ୍ପତିଙ୍କ ଶୁଭ ଦୃଷ୍ଟି ପଡ଼ିବା ଦ୍ୱାରା ପିଲାମାନଙ୍କ ସ୍ମରଣ ଶକ୍ତି ବଢ଼େ ଆଉ ବିଦ୍ୟା ବହୁତ ଭଲ ହୁଏ। ଖାଲି ସେତିକି ନୁହଁ ଆପଣ ହଳଦିଆ ତିଳକ ମଧ୍ୟ ସେଦିନ ଧାରଣ କରନ୍ତୁ। ଖାଲି ସେତିକି ନୁହଁ ଏହି ଦିନ ଠାରୁ ପିଲାମାନଙ୍କର ତକିଆ ଯଦି ପିଲାମାନଙ୍କର ପାଠ ଠିକ ସେ ହଉନାହିଁ ସ୍ମରଣ ଶକ୍ତି କମି ଯାଉଛି ପିଲାମାନେ ଯେଉଁ ତକିଆରେ ମୁଣ୍ଡ ଦଉଛନ୍ତି ତାକୁ ଆପଣ ପରିବର୍ତ୍ତନ କରି ହଳଦିଆ କଭର କରିଦିଅନ୍ତୁ। ହଳଦିଆ ଖୋଳ ତକିଆରେ ମୁଣ୍ଡ ଦେଲେ ନିଶ୍ଚିତ ପିଲାମାନଙ୍କର ସ୍ମୃତି ଶକ୍ତି ବଢ଼ିବ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ପଡ଼ିବ। ତ ନିଶ୍ଚିତ ଭାବରେ ଆପଣ ଏ କଥା 11 ମାର୍ଚ୍ଚ ନିହାତି ଭାବରେ ମାନନ୍ତୁ ଯାହାଦ୍ୱାରା ଆପଣଙ୍କୁ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ପଡ଼ିବ। ତ ନିଶ୍ଚିତ ଭାବରେ ଭିଡ଼ିଓକୁ ସେୟାର କରିବେ ଆଉ ଚ୍ୟାନେଲ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ବୃହସ୍ପତିଙ୍କ ଶୁଭଫଳ ପ୍ରାପ୍ତି କରିବା ପାଇଁ 11 ମାର୍ଚ୍ଚରେ ନିହାତି ଭାବରେ ଏହି କାର୍ଯ୍ୟ କରନ୍ତୁ। ବୃହସ୍ପତିଙ୍କ ଶୁଭ ଦୃଷ୍ଟି ପଡ଼ିଲେ ହଠାତ୍ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନେ ତା ସହିତ ମଧ୍ୟ ସନ୍ତାନର ସୁଖ ଚାକିରିରେ ଉନ୍ନତି ତା ସହିତ ଆପଣଙ୍କର ବୃହସ୍ପତିଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହେ। ତ ସେଥିପାଇଁ ଆଗକୁ ଆସିଥିବା ମହାବିପତ୍ତି ଏଡ଼ାଇବା ହେବା ପାଇଁ ନିଶ୍ଚିନ୍ତ ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବା ଦରକାର। ତ ଆପଣ ଏହି ପ୍ରତିକାର କରି ଲାଭବାନ ହୁଅନ୍ତୁ। ଜୟ ଜଗନ୍ନାଥ।